ପାନ୍ ଆଧାର ଲିଙ୍କ୍ 2025 ଶେଷ ତାରିଖ ଆଉ ନିୟମ ଏବଂ ନିଷ୍କ୍ରିୟକରଣକୁ ଏଡ଼ାଇବା ପାଇଁ ସହଜ ପଦକ୍ଷେପ। ଆସନ୍ତୁ ଆଜି ଆମେ ଏହି ସମ୍ପର୍କ ବିଷୟରେ ପୁରା ଡିଟେଲ୍ସରେ ଭିଡ଼ିଓ ମାଧ୍ୟମରେ ଜାଣିବା। ଆପଣମାନେ କେମିତି ପାନ୍ ଆଧାର ଲିଙ୍କ୍ କରିପାରିବେ ଆଉ ଏହାର ଲାଷ୍ଟ ତାରିଖ କେତେ ପର୍ଯ୍ୟନ୍ତ ଅଛି, କ'ଣ ସବୁ ନିୟମ ଅଛି। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରିବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଭାରତ ସରକାର ପୁଣି ଥରେ କରଦାତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସମୟସୀମା ବିଷୟରେ ମନେ ପକାଇ ଦେଇଛନ୍ତି, ଯାହା ସାରା ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରେ। ଡିସେମ୍ବର 31, 2025 ପୂର୍ବରୁ ପାନ୍ ସହିତ ଆଧାର ଲିଙ୍କ୍ କରିବା। ଆୟକର ବିଭାଗ ସ୍ଥାୟୀ ଆକାଉଣ୍ଟ ନମ୍ବର ପାନ୍ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ଏହି ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଛି। ଯଦି ଦୁଇଟିକୁ ଧାର୍ଯ୍ୟ ତାରିଖ ସୁଦ୍ଧା ଲିଙ୍କ୍ କରାଯାଏ ନାହିଁ, ତେବେ ଆପଣଙ୍କର ପାନ୍ 1 ଜାନୁଆରୀ 2026 ଠାରୁ ନିଷ୍କ୍ରିୟ ହୋଇଯିବ। ଏହା ଆପଣଙ୍କୁ ଟିକସ ଦାଖଲ କରିବା, ଏକ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ଆର୍ଥିକ କାରବାର କରିବା ପାଇଁ ଆପଣଙ୍କର ପାନ୍ ବ୍ୟବହାର କରିବାରୁ ବାଧା ଦେଇପାରେ। ଯେଉଁ ଦେଶର ପ୍ରାୟ ପ୍ରତ୍ୟେକ ଆର୍ଥିକ କାର୍ଯ୍ୟକଳାପ ପାଇଁ ପାନ୍ କାର୍ଡ଼ ଅତ୍ୟାବଶ୍ୟକ, ଏହି ନିୟମକୁ କେହି ଅଣଦେଖା କରିପାରିବେ ନାହିଁ। ଏହି ପଦକ୍ଷେପ ପଛରେ ସରକାରଙ୍କ ଲକ୍ଷ୍ୟ ହେଉଛି ଡୁପ୍ଲିକେଟ୍ କିମ୍ବା ନକଲି ପାନ୍ କାର୍ଡ଼ଗୁଡ଼ିକୁ ଦୂର କରି ଏକ ସ୍ୱଚ୍ଛ ଏବଂ ଅଧିକ ସ୍ୱଚ୍ଛ ଆର୍ଥିକ ବ୍ୟବସ୍ଥା ଗଠନ କରିବା। ଆଧାର ଲିଙ୍କ୍ କରିବା ଦ୍ୱାରା ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ପରିଚୟ ଅନନ୍ୟ ଏବଂ ଖୋଜାଖୋଜି ହୋଇପାରିବ, ତାହା ନିଶ୍ଚିତ କରିବାରେ ସାହାଯ୍ୟ କରେ। ବ୍ୟକ୍ତି ବିଶେଷଙ୍କ ପାଇଁ ଏହାର ଅର୍ଥ ହେଉଛି କମ୍ ଜଟିଳତା ଏବଂ ଟିକସ ରିଟର୍ଣ୍ଣ, ବ୍ୟାଙ୍କିଂ ଏବଂ ନିବେଶ ଭଳି ସେବାଗୁଡ଼ିକର ସହଜ ପ୍ରବେଶ। ଶେଷ ତାରିଖ ପୂର୍ବରୁ ଲିଙ୍କ୍ ସମାପ୍ତ କରିବାର ସର୍ବଶେଷ ନିୟମ, ଅପଡେଟ୍ ଏବଂ ସରଳ ଉପାୟ ବିଷୟରେ ଆପଣଙ୍କୁ ଯାହା ଜାଣିବା ଆବଶ୍ୟକ ତାହା ଏଠାରେ ଅଛି। 2025 ମସିହାରେ ପାନ୍ ଆଧାର ଲିଙ୍କ୍ କାହିଁକି ଗୁରୁତ୍ୱପୂର୍ଣ୍ଣ? ଭାରତର ଆର୍ଥିକ ବ୍ୟବସ୍ଥାର ଅଖଣ୍ଡତା ବଜାୟ ରଖିବା ପାଇଁ ପାନ୍ ଏବଂ ଆଧାରକୁ ସଂଯୋଗ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପାନ୍ କାର୍ଡ଼ ଜଣେ ବ୍ୟକ୍ତିଙ୍କ ଆର୍ଥିକ ପରିଚୟ ଭାବରେ କାର୍ଯ୍ୟ କରେ, ଯାହା ସରକାରଙ୍କୁ ଟିକସ ଦାଖଲ, ଆୟ ଉତ୍ସ ଏବଂ ଉଚ୍ଚ ମୂଲ୍ୟର କାରବାରକୁ ଟ୍ରାକ୍ କରିବାରେ ସାହାଯ୍ୟ କରେ। ସେହିପରି ଆଧାର ହେଉଛି ଭାରତର ସବୁଠାରୁ ନିର୍ଭରଯୋଗ୍ୟ ପରିଚୟ ଡାଟାବେସ୍। ଯେତେବେଳେ ଉଭୟ ସଂଯୋଗ ହୋଇଥାଏ, ଏହା ଡୁପ୍ଲିକେଟ୍ ପାନ୍‌ର ଅପବ୍ୟବହାରକୁ ରୋକେ ଏବଂ ଟିକସ ସଂଗ୍ରହ ଏବଂ ରିପୋର୍ଟିଂ ସ୍ୱଚ୍ଛତା ସୁନିଶ୍ଚିତ କରେ। ସାଧାରଣ ନାଗରିକଙ୍କ ପାଇଁ ଏହି ଲିଙ୍କ୍ ସୁବିଧା ମଧ୍ୟ ଆଣିଥାଏ। ଏହା ଆର୍ଥିକ ଯାଞ୍ଚ ସମୟରେ କାଗଜପତ୍ର କମ୍ କରିଥାଏ ଏବଂ ଟିକସ ପ୍ରକ୍ରିୟାକୁ ସୁଗମ କରିବାରେ ସାହାଯ୍ୟ କରିଥାଏ। ଆପଣ ବ୍ୟାଙ୍କ ଋଣ ପାଇଁ ଆବେଦନ କରୁଛନ୍ତି, ଡିମାଟ୍ ଆକାଉଣ୍ଟ ଖୋଲୁଛନ୍ତି କିମ୍ବା ସମ୍ପତ୍ତି କ୍ରୟ କରୁଛନ୍ତି, ଏକ ଲିଙ୍କ୍ ହୋଇଥିବା ପାନ୍ ଏବଂ ଆଧାର ନିଶ୍ଚିତ କରେ ଯେ ଆପଣଙ୍କର ବିବରଣୀ ତୁରନ୍ତ ଯାଞ୍ଚ ହୋଇଛି। ଅନୁପାଳନ ବ୍ୟତୀତ ଏହି ନିୟମ ଜୀବନକୁ ସରଳ କରିବା ଏବଂ ଏକ ବିଶ୍ୱସ୍ତ ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ବିଷୟରେ। ପାନ୍ ଆଧାର ଲିଙ୍କ୍ ପାଇଁ ପ୍ରମୁଖ ନିୟମ ଏବଂ ସମୟସୀମା। ସରକାର ସମସ୍ତ କରଦାତାଙ୍କ ପାଇଁ ସ୍ପଷ୍ଟ ସମୟସୀମା ଘୋଷଣା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ସମସ୍ତ ପୂର୍ବରୁ ଥିବା ପାନ୍ ଧାରକଙ୍କୁ ଡିସେମ୍ବର 31, 2025 ସୁଦ୍ଧା ସେମାନଙ୍କର ଆଧାର ଲିଙ୍କ୍ କରିବାକୁ ପଡ଼ିବ। ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କର ପାନ୍ ଜାନୁଆରୀ 1, 2026ରେ ସ୍ୱୟଂଚାଳିତ ଭାବରେ ନିଷ୍କ୍ରିୟ ହୋଇଯିବ। ଏହାର ଅର୍ଥ ହେଉଛି ଏହାକୁ ଟିକସ ରିଟର୍ଣ୍ଣ ଫାଇଲ୍ କରିବା, ଉଚ୍ଚ ମୂଲ୍ୟର କାରବାର କରିବା କିମ୍ବା ନୂତନ ଆକାଉଣ୍ଟ ଖୋଲିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଏହା ସହିତ ଜୁଲାଇ 1, 2025 ପରେ ନୂତନ ପାନ୍ କାର୍ଡ଼ ପାଇଁ ଆବେଦନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ସେମାନଙ୍କର ଆଧାର ନମ୍ବର ଦେବାକୁ ପଡ଼ିବ। ଆଧାର ଯାଞ୍ଚ ବିନା କୌଣସି ପାନ୍ ଆବଣ୍ଟିତ ହେବ ନାହିଁ। ଲିଙ୍କ୍ ଚେଷ୍ଟା କରିବା ପୂର୍ବରୁ ସରକାର କରଦାତାମାନଙ୍କୁ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ସେମାନଙ୍କର ପାନ୍ କିମ୍ବା ଆଧାର ବିବରଣୀ ଥିବା ଯେକୌଣସି ତ୍ରୁଟିକୁ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ସଠିକ୍ ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ ବିବରଣୀ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ, କାରଣ ମେଳ ନଥିବା ତଥ୍ୟ ଲିଙ୍କ୍ ପ୍ରକ୍ରିୟାରେ ପ୍ରତ୍ୟାଖ୍ୟାନ କିମ୍ବା ବିଳମ୍ବର କାରଣ ହୋଇପାରେ। ପାନ୍ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ହରାଇବାର ପରିଣାମ। ଯଦି ଏକ ପାନ୍ କାର୍ଡ଼ ନିଷ୍କ୍ରିୟ ହୋଇଯାଏ, ତେବେ ଏହାର ପ୍ରଭାବ ଟିକସ ଦାଖଲ କରିବା ଠାରୁ ବହୁତ ଦୂରରେ ଯାଇପାରେ। ଆପଣ ଆୟକର ରିଟର୍ଣ୍ଣ ଫାଇଲ୍ କିମ୍ବା ଯାଞ୍ଚ କରିପାରିବେ ନାହିଁ, ବ୍ୟାଙ୍କ KYC ଅପଡେଟ୍ କରିପାରିବେ ନାହିଁ କିମ୍ବା କିଛି ଆର୍ଥିକ କାରବାର କରିପାରିବେ ନାହିଁ। କ୍ରେଡିଟ୍ କାର୍ଡ଼ ପାଇଁ ଆବେଦନ କରିବା ଠାରୁ ଆରମ୍ଭ କରି ସମ୍ପତ୍ତି କ୍ରୟ କିମ୍ବା ବିକ୍ରୟ ପର୍ଯ୍ୟନ୍ତ ଅନେକ ସେବା ପାଇଁ ଏକ ବୈଧ ପାନ୍ ଆବଶ୍ୟକ ହୁଏ। ବ୍ୟବସାୟ ପାଇଁ ଏହା ପେମେଣ୍ଟ, ଅନୁପାଳନ, ଫାଇଲିଂ ଏବଂ ବିକ୍ରେତା କାରବାରକୁ ବାଧା ଦେଇପାରେ, ଯାହା ଫଳରେ କାର୍ଯ୍ୟକ୍ଷମ ବିଳମ୍ବ ହୋଇପାରେ। ଅଧିକନ୍ତୁ ନିଷ୍କ୍ରିୟ ପାନ୍ ଧାରକମାନେ ପାଣ୍ଠି ଉଠାଇବା କିମ୍ବା ନିବେଶ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, ବିଶେଷ କରି ଯଦି ସେମାନଙ୍କର ଆକାଉଣ୍ଟଗୁଡ଼ିକ ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଷ୍ଟକ୍ ଏକ୍ସଚେଞ୍ଜ ସହିତ ଲିଙ୍କ୍ ହୋଇଥାଏ।
आयकर विभाग निष्क्रिय पान व्यवहार करा जायथिबा जेकोसी कारोबार को अवैध बोली विवेचना करिबो। तेणु 2026 एवं परवर्ती समय आर्थिक एवं सरकारी संबंधित सेवागुड़िकर निरवच्छिन्न प्रवेश सुनिश्चित करिबार एकमात्र उपाय होची लिंक समाप्त करिबा। ऑनलाइन रे आधार सहित पान लिंक करिबार सरल उपाय लिंक प्रक्रिया को शीघ्र एवं सुविधाजनक करने डिजाइन करा जायछि। आपण कौनसी कार्यालय को न जाई आयकर विभाग ई फाइलिंग पोर्टाल माध्यम रे एहाको ऑनलाइन रे करि परिबे। केवल आपण एही वेबसाइट को जातु क्विक लिंक अधीन लिंक आधार उपर क्लिक करूँ। आपंकर पान एवं आधार नंबर प्रवेश करूँ। आधार अनुसार आपंकर नाम जांच करूँ एवं अनुरोध दाखल करूँ। जांच होगा पर सिस्टम स्वयंचालित भाव में लिंकेज निश्चित कर विक्रय भाव में सरकार SMS माध्यम लिंक करने को अनुमति दिखती। आपंकर पंजीकृत मोबाइल नंबर रु UID पान 12 अंक आधार नंबर 10 अंक पान तापर मेसेज करी एही नंबर किंबा एही नंबर को पठातु। एही दुईटी नंबर आउ यार ऑफिशियल वेबसाइट आम ए वीडियो डिस्क्रिप्शन बॉक्स रे मु देई देबी। आपण माने सेठु जाई क्लिक करि परिबे। दाखल करबा परे लिंक सफल हेबा परे आपण निश्चितकरण पाइबे। एही प्रक्रिया केवल किछि मिनिट समय नै थाए किंतु निश्चित करे जे आपनकर पान भविष्यत रे समस्त कारोबार पई वैध एवं सक्रिय रहिबो। आपण कहीं शीघ्र पान को आधार सहित लिंक करने उचित। जदिओ शेष तारीख डिसेम्बर 31 2025 करदाता मानक शेष दिन पर्यंत अपेक्षा न करने को परामर्श दि जाउछि। प्रतिवर्ष आयकर पोर्टाल रे समय सीमा निकट में प्रबल ट्राफिक अनुभव हुए जहाँफल विलंब और वैश्विक त्रुटि देखा जाए। शीघ्र लिंक करने द्वारा आपण एही असुविधा बंची पारिबे एवं आपण डॉक्यूमेंट रे थिबा जेकोसी मेल नथिबा विवरण को संशोधन करबा पई पर्याप्त समय पाइबे। शीघ्र लिंक यह मध्य सुनिश्चित करे जे आपनकर आगामी टिकस फाइलिंग बैंक जांच एवं निवेश सेवा गुड़ी को बिना बाधार जारी रहिबो। एहाको आपनकर डिजिटल परिचय बजाय रखिबा भाबरे भाबंतु एठरे यह होगला आपणकर समस्त आर्थिक कार्यकलाप को सुगम भाव में करें। भारत एक अधिक स्वच्छ और डिजिटल टिकस आड़ को गति करुथिबार पान आधार लिंक प्रत्येक दायित्ववान करदाता एक छोट किंतु अत्यावश्यक पदक्षेप। आशा करछि आपण मानकु आजिर एही भिडियोटी निश्चित भाव में भल लागिथिबो। आपण माने जदि एपर्यंत आपनकर पान कार्ड आधार कार्ड सहित लिंक करनांती आपण माने एबे ही आपनकर पान कार्ड को आधार कार्ड सहित लिंक कर दिंतु। नहले यह निष्क्रिय हो जाव आपनकर कौनसी काम रे लागिबो नाही। तेणु वीडियो भल लागिले वीडियो को लाइक शेयर और कमेंट करंतु। आ जे माने एपर्यंत आम चैनल को सब्सक्राइब करनांती आपण मानकु अनुरोध आपण माने एबे ही आम चैनल को सब्सक्राइब करंतु। आज पई एतिके फोन देखाबो आ एक वीडियो रे सेते पर्यंत मु दीपू आपण मानक ठारो विदाय नउची। रहुची धन्यवाद।